ନମସ୍କାର ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିନେବା ଆଜିର କିଛି ଟପ୍ ନ୍ୟୁଜ୍। ଜୟ ଜଗନ୍ନାଥ ସାଙ୍ଗମାନେ, ଆମ ଚ୍ୟାନେଲକୁ ଆପଣଙ୍କୁ ପୁଣି ଥରେ ସ୍ୱାଗତ। ତୃତୀୟ ଟି20ରେ ଭାରତର ଦମଦାର ବିଜୟ, 2-1ରେ ସିରିଜ ଅଗ୍ରଣୀ। ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ ଦକ୍ଷିଣ ଆଫ୍ରିକା ତୃତୀୟ ଟି20 ମ୍ୟାଚରେ ଭାରତ 7 ୱିକେଟରେ ବିଜୟ ହୋଇଛି। ଭାରତୀୟ ବ୍ୟାଟର 25 ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିଛନ୍ତି। ଫଳରେ ଭାରତ 5 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜରେ 2-1ରେ ଅଗ୍ରଣୀ ହାସଲ କରିଛି। ପରବର୍ତ୍ତୀ ଖବର, ଏବେ ରାଜ୍ୟର ଘରେ ଘରେ ଆଉ ଗଳିକନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡ଼ିଶା ଭଳି ଗରିବ ରାଜ୍ୟର ବିଧାୟକମାନେ ଭାରତରେ ସର୍ବାଧିକ ଦରମା ଭତ୍ତାକୁ ବୃଦ୍ଧି କରି 3,45,000 ଟଙ୍କା ନେଉଥିବା ସାଧାରଣ ଲୋକମାନେ ହଜମ କରିପାରୁନାହାନ୍ତି। ଚା ଖଟି ହେଉ କିମ୍ବା ସୋସିଆଲ ମିଡିଆ, ସବୁଠି ଏହାକୁ ନିରୋଧାଭାସ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ସରକାରୀ ଏବଂ ବିରୋଧୀ ବିଧାୟକଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ସହିତ ରାଜନୈତିକ ବୟାନବାଜି ଦେଖିବାକୁ ମିଳୁଛି। ପରବର୍ତ୍ତୀ ଖବର, ଅବସର ନେଲେ ରେସଲର ଜନ୍ ସିନା। WWE ର ବିଧିବଦ୍ଧ ଭାବେ ଅବସର ନେଇଛନ୍ତି ରେସଲର ସୁପରଷ୍ଟାର ଜନ୍ ସିନା। 24 ବର୍ଷ କ୍ୟାରିୟରରେ ଗତକାଲି ସେ ଶେଷ ଥର ପାଇଁ ରିଙ୍ଗକୁ ଓହ୍ଲାଇଥିଲେ। ଜନ୍ ସିନା ବିଶ୍ୱର ଏକମାତ୍ର ଖେଳାଳି ଯିଏ 17 ଥର ବିଶ୍ୱ ଚାମ୍ପିୟନ ହୋଇଛନ୍ତି। କିନ୍ତୁ ଗତକାଲି କୁନ୍ଥେରଙ୍କ ବିପକ୍ଷରେ ରିଙ୍ଗକୁ ଓହ୍ଲାଇବା ସହ ଜନ୍ ଟ୍ୟାପ୍ ଆଉଟ୍ ହୋଇଥିଲେ, ଅର୍ଥାତ୍ ନିଜେ ବି ପରାଜୟକୁ ସ୍ୱୀକାର କରିଥିଲେ। ପରବର୍ତ୍ତୀ ଖବର, ପାଚିଲା ଧାନ ବିଲରେ ଲାଗିଲା ନିଆଁ। ଧାନ ବିଲରେ ଲାଗିଥିବା ନିଆଁ ଲିଭାଇବାକୁ ଯାଇ ଜଳିଗଲେ ଚାଷୀ। ପୁରୀ ଜିଲ୍ଲା ପିପିଲି ସୁନାମୁହିଁ ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା। ତେବେ ବିଲ ମଝିରେ ପଡ଼ିଛି ଜଳି ଯାଇଥିବା ଚାଷୀଙ୍କ ମୃତଦେହ। ଏହି ଖବର ପାଇ ସୁନାମୁହିଁ ଗାଁରେ ପହଞ୍ଚିଛି ପୋଲିସ। ଅଘଟଣ ଘଟିଥିବା ଜମିରେ ପହଞ୍ଚି ତଦନ୍ତ କରୁଛନ୍ତି ପିପିଲି ଥାନା ଅଧିକାରୀ। ଧାନ ବିଲରେ ଲାଗିଥିବା ନିଆଁକୁ ଲିଭାଇବାକୁ ଯାଇ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ପରବର୍ତ୍ତୀ ଖବର, ଓଡ଼ିଶାର ଏସ୍ଆଇ ପରୀକ୍ଷା କେଳେଙ୍କାରୀ ଘାଣ୍ଟୁଛି ସିବିଆଇ, ଖୋଲୁଛି ଗୁମର। ନୀତିଶ କୁମାର ଦେଲେ ନୀତୁଙ୍କ ଠିକଣା। ବିହାର ପରେ ଗୁଜରାଟରେ ପଶିଲା ସିବିଆଇ। ପଦାକୁ ଆସିଲା 420 ଦମ୍ପତିଙ୍କ କାରନାମା। ଓଡ଼ିଶା ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇ ପାଇଛି ବଡ଼ ପ୍ରମାଣ। ବିହାରରୁ ଗିରଫ ନୀତିଶ ପରୀକ୍ଷା କେଳେଙ୍କାରୀରେ ଗୁଜରାଟର ଦମ୍ପତି ସାମିଲ ଥିବା ସୂଚନା ଦେବା ପରେ ନୀତୁଙ୍କୁ ଧରିଛି ସିବିଆଇ। ସ୍ୱାମୀ ଫେରାର ହୋଇଯାଇଛନ୍ତି। ପରବର୍ତ୍ତୀ ଖବର, ପେନସନ ନିବେଶ ନିୟମରେ ବଡ଼ ପରିବର୍ତ୍ତନ, ଜାରି ହେଲା ନୂଆ ଗାଇଡଲାଇନ। ନୂତନ ନିୟମ ଅନୁସାରେ ପେନସନ ପାଣ୍ଠିଗୁଡ଼ିକୁ ସେମାନଙ୍କର ପାଣ୍ଠିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଯାହା ସୁରକ୍ଷିତ ନିବେଶ ବିକଳ୍ପରେ ରଖିବାକୁ ପଡ଼ିବ। ବର୍ତ୍ତମାନ ଆପଣ ପେନସନ ଫଣ୍ଡର ସରକାରୀ ସିକ୍ୟୁରିଟି 65% ପର୍ଯ୍ୟନ୍ତ ନିବେଶ କରିପାରିବେ। ଯେହେତୁ ସରକାରୀ ବଣ୍ଡକୁ ସବୁଠାରୁ ସୁରକ୍ଷିତ ବୋଲି କୁହାଯାଏ, ତେଣୁ ଏହା ଅବସରକାଳୀନ ସଞ୍ଚୟକୁ ସୁରକ୍ଷା ଦେବା ପାଇଁ ଏକ ପ୍ରମୁଖ ପଦକ୍ଷେପ ହେବ। ଏହାଛଡ଼ା କର୍ପୋରେଟ ବଣ୍ଡ ଏବଂ ଅନ୍ୟାନ୍ୟ ଋଣ ଉପକରଣରେ ସର୍ବାଧିକ 45% ପର୍ଯ୍ୟନ୍ତ ନିବେଶକୁ ଅନୁମତି ଦିଆଯାଇଛି। ପରବର୍ତ୍ତୀ ଖବର, ଭୋଟ ଚୋରି ବିରୋଧରେ କଂଗ୍ରେସର ପ୍ରଦର୍ଶନ। କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ଭୋଟ ଚୋରି ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର 14, 2025 ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ ଦଳ ଏକ ବଡ଼ ରାଲି କରିବ। ଏହି ରାଲି ମାଧ୍ୟମରେ କଂଗ୍ରେସ ସରକାର ଏବଂ ନିର୍ବାଚନ କମିଶନଙ୍କ ଉପରେ ମିତ୍ରତାର ଅଭିଯୋଗ ଆଣିବ।
ପରବର୍ତ୍ତୀ ଖବର ବିପଦରେ ମେଘନାଦ ପାଚେରୀ। ବର୍ଷେ ତଳେ ମରାମତି ହୋଇଥିଲା, ହେଲେ ଏବେ ପୁଣି ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ଅନବରତ ଗଳୁଛି ପାଣି। ରାମଦୟା ପରିଷଦର ଠିକ୍ ପନ୍ଥ ପାର୍ଶ୍ୱରେ ଏଭଳି ସ୍ଥିତି ଦୃଶ୍ୟମାନ ହେବା ପରେ ବଢ଼ିଛି ଚିନ୍ତା। ଭାରତୀୟ ପଞ୍ଚତତ୍ତ୍ୱ ସର୍ବେକ୍ଷଣ ବିଭାଗର ଅଣଦେଖା ଯୋଗୁଁ ଶ୍ରୀମନ୍ଦିରର ସୁରକ୍ଷା କବଚ ବିପଦରେ ପଡ଼ିଥିବା ଅଭିଯୋଗ କରିଛନ୍ତି ଭକ୍ତ ଓ ସେବାୟତ। ତେଣୁ ପାଚେରୀର ବିଜ୍ଞାନ ସମ୍ମତ ଅନୁଧ୍ୟାନ ସହ ଶୀଘ୍ର ମରାମତି ପାଇଁ SSIକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ପରବର୍ତ୍ତୀ ଖବର ସପ୍ତାହରେ 4 ଦିନ କାମ, 3 ଦିନ ଛୁଟି। ଏବେ ଭାରତରେ ଦିଲ୍ଲୀ, ଗୁରୁଗ୍ରାମ, ନୋଏଡା, ବେଙ୍ଗାଲୁରୁ, ହାଇଦ୍ରାବାଦ, ପୁନେ ଭଳି ଅଧିକାଂଶ ମେଟ୍ରୋ ସହର ଗୁଡ଼ିକରେ ଥିବା ଅଫିସକୁ ସପ୍ତାହକୁ 5 ଦିନ କର୍ମଚାରୀ ଆସୁଛନ୍ତି। କିନ୍ତୁ ଅଧିକ କାମ ଚାପ ଯୋଗୁଁ କର୍ମଚାରୀ ଚାହୁଁଛନ୍ତି ସପ୍ତାହକୁ 4 ଦିନ ଅଫିସ ଆସିବେ ଓ ବାକି 3 ଦିନ ଛୁଟି ମିଳିବ। ପରବର୍ତ୍ତୀ ଖବର ବାର୍ ଚଢ଼ାଉ ସାରି ଫେରିବା ବେଳେ ବୋତଲ ମାଡ଼। ରାଜଧାନୀରେ ରାତି ଅଧରେ ଅଜବ ଦୃଶ୍ୟ। ଅବକାରୀ ଟିମ୍ ଓ ଉତ୍ପାତିଆ ନିଶାଡ଼ିଆ ମୁହାଁମୁହିଁ। ଚନ୍ଦ୍ରଶେଖରପୁର ସ୍ଥିତ ଏକ ବାର୍ରେ ରେଡ୍ ସାରି ଫେରୁଥିବା ଅବକାରୀ ଟିମ୍ ଗାଡ଼ି ଉପରକୁ ହୋଇଛି ବୋତଲ ମାଡ଼। ଅଫିସରଙ୍କ ଉପରେ ମଦ ଢାଳିଛନ୍ତି। ନିଶାରେ ଚୁର୍ ମଦ୍ୟପ। ସ୍ଥାନୀୟ ଥାନାରେ ଏତଲା ପରେ ପୋଲିସ 4 ଜଣଙ୍କୁ ବାନ୍ଧିଛି। ଅବକାରୀ ବିଭାଗ ଚେତାଇ ଦେଇଛି, ରାତି 12ଟା ପରେ ଖୋଲି ରହୁଥିବା ଓ ଲାଇସେନ୍ସ ନଥିବା ବାର୍ ଓ ପବ୍ଙ୍କ ବିରୋଧରେ ରେଡ୍ ଜାରି କରାଯିବ। ପରବର୍ତ୍ତୀ ଖବର ସ୍କୁଲ ଛୁଟି ଏବଂ ପରୀକ୍ଷା ବାତିଲ। ପ୍ରଦୂଷଣ ଯୋଗୁଁ ଉତ୍ତରପ୍ରଦେଶର ନୋଏଡାରେ ନର୍ସରୀ ଠାରୁ 5ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ NACAରେ ପ୍ରଦୂଷଣ ଯୋଗୁଁ ଗ୍ରେଟର ନୋଏଡାରେ CBSE, ICSE, UP ବୋର୍ଡ ଏବଂ ଅନ୍ୟାନ୍ୟ ବୋର୍ଡ ଶ୍ରେଣୀଗୁଡ଼ିକୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଅନଲାଇନ ମୋଡକୁ ସ୍ଥାନାନ୍ତରିତ କରାଯାଇଛି। ପରବର୍ତ୍ତୀ ଖବର ସନ୍ଦେହଜନକ ଭାବେ 9ମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ବଢ଼ିଲା କିସ୍ ଅଡ଼ୁଆ। ପରିବାର ଲୋକଙ୍କ ହତ୍ୟା ଅଭିଯୋଗ ପରେ ଘଟଣାକୁ ଗୁରୁତର ସହ ନେଇଛି ରାଜ୍ୟ ଶିଶୁ ଅଧିକାରୀ ସୁରକ୍ଷା ଆୟୋଗ। ଆୟୋଗର ଏକ ଟିମ୍ କେନ୍ଦୁଝର ଯାଇ ଆଜି ମୃତ ଛାତ୍ରଙ୍କ ପରିବାର ସହ ଆଲୋଚନା କରିଥିଲା ବେଳେ ଆସନ୍ତାକାଲି ଏକ ଟିମ୍ ଅନୁଧ୍ୟାନ ପାଇଁ କିସ୍ ଯିବେ ବୋଲି କହିଛନ୍ତି ଆୟୋଗର ଅଧ୍ୟକ୍ଷା। ପରବର୍ତ୍ତୀ ଖବର ମେସିଙ୍କୁ 10 ନମ୍ବର ଜର୍ସି ଉପହାର ଦେଲେ ସଚିନ। ଷ୍ଟାଡିୟମରେ ସଚିନଙ୍କୁ ଦେଖିବା ମାତ୍ରେ ଲୋକମାନେ ସଚିନଙ୍କୁ ପ୍ରଶଂସା କରିବା ଆରମ୍ଭ କରିଦେଇଥିଲେ। ମେସିଙ୍କୁ ମୁମ୍ବାଇ କାର୍ଯ୍ୟକ୍ରମ ସେହି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ମେସି ସଚିନଙ୍କୁ 2026 ବିଶ୍ୱକପ୍ ଫୁଟବଲ ଉପହାର ଦେଇଥିବା ବେଳେ ସଚିନ ମେସିଙ୍କୁ ତାଙ୍କର 2011 ବିଶ୍ୱକପ୍ 10 ନମ୍ବର ଜର୍ସି ଉପହାର ଦେଇଥିଲେ। ସଚିନ ସାକ୍ଷାତ ସମୟରେ ପ୍ରଶଂସକମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ସେଠାରେ ଅନେକ ଅବିଶ୍ୱସନୀୟ ମୁହୂର୍ତ୍ତ ବିତାଇଛନ୍ତି। ପରବର୍ତ୍ତୀ ଖବର ଓଡ଼ିଶା ଝାରଖଣ୍ଡ ସୀମାରେ ପୁଣି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ଏଥିରେ କୋବ୍ରା ବାଟାଲିୟନର ଜଣେ ହାବିଲଦାର ଅଲେଖ ଦାସ ଓ ଅନ୍ୟ ଜଣେ ଯବାନ ନାରାୟଣ ଦାସ ଗୁରୁତର ଆହତ ହୋଇଛନ୍ତି। ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ସରାଣ୍ଡ ଜଙ୍ଗଲରେ ନକ୍ସଲମାନେ ପୁଣି ଥରେ ସୁରକ୍ଷା ବଳକୁ ଟାର୍ଗେଟ କରିଛନ୍ତି। ସରଣ୍ଡାସ୍ଥିତ ଛୋଟନାଗାର ଥାନା ଅଞ୍ଚଳରେ ବାଲିବା ଗାଁ ନିକଟରେ ଚାଲୁଥିବା ସର୍ଚ୍ଚ ଅପରେସନ ସମୟରେ ନକ୍ସଲମାନେ ପୂର୍ବରୁ ଖଞ୍ଜିଥିବା 2ଟି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟିଛି।